ଲାଇଫରେ କିଛି ବି ପରମାନେଣ୍ଟ ନୁହେଁ। ଏଭ୍ରିଥିଙ୍ଗ ଚେଞ୍ଜେସ୍ ୱିଥ୍ ଟାଇମ୍। ଲୋକମାନେ ଲାଇଫକୁ ଆସନ୍ତି ଆଉ ଚାଲି ମଧ୍ୟ ଯାଆନ୍ତି। ସିଚୁଏସନ୍ ବଦଳିବା ସହିତ ଇମୋସନ୍ ବି ଫେଡ୍ ହେଇଯାଇଥାଏ। ଆଉ ଷ୍ଟ୍ରଙ୍ଗେଷ୍ଟ ମେମୋରିଜ୍ ଗୁଡ଼ାକ ବ୍ଲର୍ ହେଇଯାଇଥାଏ। ଆଜି ଯେଉଁମାନେ ଆମ ସାଥିରେ ଅଛନ୍ତି କାଲି ସେମାନେ ଅଜଣା ଅଚିହ୍ନା ବି ହେଇପାରନ୍ତି। ସିଚୁଏସନ୍ ସବୁବେଳେ ସମାନ ନୁହେଁ। ଋତୁ ବଦଳିଲା ଭଳି ସବୁ କିଛି ଟାଇମ୍ ଅନୁସାରେ ଚେଞ୍ଜ ହେଇଯିବ। ଏଇ ଜିନିଷଟା ଆମକୁ ଦୁଇ ପ୍ରକାର ଫିଲ୍ ଦେଇଥାଏ। ଯେମିତିକି ଏବେର ହାପି ମୋମେଣ୍ଟଟା ସବୁଦିନ ରହିନଥାଏ। ଆଣ୍ଡ ଯେଉଁଥିପାଇଁ ଆମେ ସେୟାର୍ଡ ରହୁଛେ ବା ଆମର ସେୟାର୍ଡ ମୋମେଣ୍ଟ ମଧ୍ୟ ପରମାନେଣ୍ଟ ନୁହେଁ। ସବୁ କିଛି ଅସ୍ଥାୟୀ ବୋଲି ଆମକୁ ଗ୍ରହଣ କରିବାକୁ ହିଁ ପଡ଼ିବ। ଏଇଟାକୁ ଆକ୍ସେପ୍ଟ କଲେ ହିଁ ଆମେ ଲାଇଫରେ ଆଗକୁ ହିଁ ବଢ଼ିପାରିବା। ନହେଲେ ଭାଇ ଯଦି ଏ ସିଚୁଏସନ୍କୁ ଆକ୍ସେପ୍ଟ କରିବାନି ତାହେଲେ ଜୀବନ ସାରା କାନ୍ଦିବା ଛଡ଼ା ଆଉ କିଛି ବି କରିପାରିବାନି। ଭାଇ ଯଦି ଏଇଟାକୁ ଆକ୍ସେପ୍ଟ ନ କରିବା ତାହେଲେ ଏମିତିରେ ତ ଆମେ ଆମ ପାଷ୍ଟକୁ ଚେଞ୍ଜ କରିପାରିବାନି। ତା ସହିତ ଆମର ଫ୍ୟୁଚର୍ ବି ଖରାପ ହେବ ଆଉ ପ୍ରେଜେଣ୍ଟ ବି। ତ ଯାହା କିଛି ବି ହେଉଛି ସବୁ କିଛିକୁ ଭୁଲିକି ବେଟର୍ ଲାଇଫ୍ ପାଇଁ ଆମକୁ ଆମ ନିଜ ଉପରେ ହିଁ ଫୋକସ୍ କରିବାକୁ ପଡ଼ିବ। ନିଜକୁ ଗ୍ରୋ କରିବାକୁ ପଡ଼ିବ। ନିଜକୁ ସମସ୍ତଙ୍କଠୁ ଡିଫରେଣ୍ଟ ବନିବାକୁ ପଡ଼ିବ। ଆଉ ଏଭ୍ରିଥିଙ୍ଗ ଇଜ୍ ଟେମ୍ପୋରାରୀ। ଏଇ ୱାର୍ଡ଼କୁ ମନେ ରଖ ଆଉ ଲାଇଫରେ ଆଗକୁ ବଢ଼।